ଭାରତୀୟ जनता पार्टी संगठन पर्व कर्मशाला बैठक कामिलीगुड़ाଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତୀୟ जनता ପାର୍ଟିର ମଣ୍ଡଳ ସଭାପତି ଚୟନ ପ୍ରକ୍ରିୟାକୁ ଆଖି ଆଗରେ ରଖି ଲିଲିଗଡ଼ ଓ କାମିଲିଗୁଡ଼ା ବୁଥରେ ବୁଥ୍ କର୍ମଶାଳା ସହିତ ବୁଥ୍ କମିଟି ଗଠନ କରାଯାଇଛି। ବୈଠକରେ ରାଜ୍ୟ ଓବିସି ମୋର୍ଚ୍ଚା ସଦସ୍ୟ ଜିତେନ୍ଦ୍ର କୁମାର ବେହେରା ସମସ୍ତ ବିଷୟ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଯୋଗ ଦେଇ ବୈଠକକୁ ଅତି ସୁନ୍ଦର ଭାବରେ କାର୍ଯ୍ୟଟିକୁ ପରିଚାଳନା କରି ଲିଲିଗଡ଼ ପଞ୍ଚାୟତର 2ଟି ବୁଥରେ 11 ଜଣିଆ କମିଟି ଗଠନ କରାଯାଇଥିଲା।